ଶରଣାଗତ ଦିନାଥ ପରିତ୍ରାଣଂ ପରାୟଣେ ସର୍ବସାତେ ଘରେ ଦେବୀ ମା ଶାରଦେ ଦେବୀ ନମସ୍ତୁତି। ଜୟ ମା ଶାରଳା। ଆଜିକାର ନୀତିବାଣୀ ଆରମ୍ଭ କରିବା ପୂର୍ବରୁ ମୋର ପରିଚୟ ଉପରେ ଜାଣି ରଖିଥାନ୍ତୁ। ମୁଁ ହେଉଛି ଜଣେ ସାଧାରଣ ଫିଲୋସୋଫର ପ୍ରବଚକ ସୁରେଶ ମାହାଳି। କେବଳ ଏ ସମାଜର ମଙ୍ଗଳ ପାଇଁ ଆମେ ଏ ନୀତିବାଣୀକୁ ସେୟାର କରୁଛୁ। ଆପଣମାନଙ୍କୁ ଯଦି ମୋ ନୀତିବାଣୀ ଭଲ ଲାଗୁଥିବ ଆପଣମାନେ ଗୋଟେ ଲାଇକ୍ କରି ସବସ୍କ୍ରାଇବ କରିଦିଅନ୍ତୁ। ଅନ୍ୟମାନଙ୍କୁ ସେୟାର କଲେ ଏ ସମାଜର ମଙ୍ଗଳ ହବ। ଆସନ୍ତୁ ନୀତିବାଣୀ ଆରମ୍ଭ କରିବା ପୂର୍ବରୁ ସୁନ୍ଦର କଥାଟିଏ। ଗୋଟିଏ ନଗରୀରେ ଜଣେ ସାଧୁଟିଏ ରହୁଥାନ୍ତି। ସାଧୁଙ୍କ ନିକଟକୁ ଜଣେ ଭକ୍ତଟିଏ ଆସି ପ୍ରଶ୍ନ ପଚାରିଲା, କହିଲା, ସାଧୁଜୀ, ଆପଣ କିଭଳି ଏକ ଚିତ୍ତ ଏକ ମନରେ ଭଗବାନଙ୍କୁ ସଦାସର୍ବଦା ଡାକି ପାରୁଛନ୍ତି, କାହିଁକି ମୁଁ ପାରୁନାହିଁ? ଏହାର କାରଣ କଣ? ସାଧୁଜୀ କହିଲେ, ଆରେ ବାବା, ବହୁତ ଡେରିରେ ତୁ ଏ ପ୍ରଶ୍ନ ପଚାରିବାକୁ ମୋ ନିକଟକୁ ଆସିଲୁ। କାରଣ ତୋର ମୃତ୍ୟୁ ବର୍ତ୍ତମାନ ଆଉ 7 ଦିନ ମାତ୍ର ରହିଲା। ଏଇ 7 ଦିନରେ ଯଦି ଚାହିଁବେ ଭଗବାନ ତୋତେ ବଞ୍ଚେଇ ଦେଇ ପାରିବେ, ନଚେତ୍ ତୋର ମୃତ୍ୟୁ ସୁନିଶ୍ଚିତ ହେଇଯିବ। ଆଉ ଯଦି ତୋତେ ଭଗବାନ ବଞ୍ଚେଇ ଦିଅନ୍ତି ତେବେ ତୁ ମୋ ନିକଟକୁ ଆସିବୁ। ଏ ପ୍ରଶ୍ନର ମୁଁ ଉତ୍ତର ତମକୁ ନିଶ୍ଚୟ ଦେବି। ବ୍ୟକ୍ତି ଜଣକ ଥରିବାକୁ ଆରମ୍ଭ କଲା। କାରଣ ସମସ୍ତଙ୍କ ମନରେ ମୃତ୍ୟୁର ଭୟଟା ତାଣ୍ଡବ ସୃଷ୍ଟି କରେ। ଘରକୁ ଗଲା, ଯେତେ ସମ୍ପତ୍ତି ଥିଲା, ଧନ ଥିଲା, ପୁଅ ମାନଙ୍କ ମଧ୍ୟରେ ବାଣ୍ଟି ଦେଲା। କହିଲା, ଇଏ ସଂସାରରେ ଏଗୁଡାକ ରଖି ମୋର ଆଉ ଇଏ ଧନ ସମ୍ପତ୍ତି ରଖି ମୋର ଆଉ ଲାଭ କଣ ଅଛି? ଯାହା ପାଇଁ କି ମୁଁ ରଖିଥିଲି ତାକୁ ଆଜି ବାଣ୍ଟି ଦେବି। ପୁଅ ମାନଙ୍କ ମଧ୍ୟରେ ଧନ ଗୁଡାକ ବାଣ୍ଟି ଦେଲା। 7 ଦିନ ଯାକ ମୃତ୍ୟୁର ଭୟରେ ଆହାର ବି ତ୍ୟାଗ କରିଦେଲା ଏବଂ ସଦାସର୍ବଦା ଭଗବାନଙ୍କର ନାମକୁ ତୁଣ୍ଡରେ ଧରିଲା। ହେ ପ୍ରଭୁ, ମୋତେ ତମେ ବଞ୍ଚେଇ ଦିଅ। ମୁଁ ସଂସାରରେ ଜଣେ ମହାନ ପାପୀଟିଏ। ପାପଂ ପାପ କର୍ମା ପାପାତ୍ମା ପାପ ସମ୍ଭବଂ ତ୍ରାଇମାଂ ପୁଣ୍ଡରୀକାକ୍ଷୋ ସର୍ବ ପାପ ହରେର୍ ଭବ। ହେ ପ୍ରଭୁ, ମୁଁ ହେଉଛି ଜଣେ ମହାନ ପାପୀଟିଏ। ମୋ ଜୀବନ ସାରା ପାପ କରିଛି, କିନ୍ତୁ ମୋର ମୃତ୍ୟୁ ଆଉ 7 ଦିନ ଅଛି। ଆପଣ ଚାହିଁଲେ ମୋତେ ବଞ୍ଚେଇ ଦେଇ ପାରିବେ। 7 ଦିନ ଯାକ ଆହାର ତ୍ୟାଗ କରି ଭଗବାନଙ୍କୁ ସେ ଡାକିଲା। 7 ଦିନ ଯେଉଁଦିନ ବିତି ଯାଇଛି, ଆନନ୍ଦ ମନରେ ବ୍ୟକ୍ତି ଜଣକ ସାଧୁଙ୍କ ନିକଟରେ ଆସି ପହଞ୍ଚିଲା। ସାଧୁଜୀ କହିଲେ, ଏ 7 ଦିନ ଯାକ ତମେ କିଭଳି ଭାବରେ ସମୟ ବିତାଇଛ ମୋତେ ଆଗ କୁହ। ଲୋକଟି କହିଲା, 7 ଦିନ ଆହାର ଖାଇନି, ତ୍ୟାଗ କରିଦେଇଛି ଏବଂ ସଦାସର୍ବଦା ଭଗବାନଙ୍କ ନିକଟରେ ମୁଁ ସ୍ମରଣ ରଖିଲି ଏବଂ ତାଙ୍କ ନାମକୁ ଜପ କଲି। ମୋତେ ଆଜି ଭଗବାନ ବଞ୍ଚେଇ ଦେଇଛନ୍ତି। ସାଧୁଜୀ କହିଲେ, ସେଇଭଳି ମୋ ଆଗରେ ସଦାସର୍ବଦା ମୃତ୍ୟୁ ଦଣ୍ଡାୟମାନ। ମୋ ଆଗରେ ମୃତ୍ୟୁ ଦଣ୍ଡାୟମାନ ଥିବାରୁ ମୁଁ ସର୍ବଦା ଏକ ମନ ଏକ ଚିତ୍ତରେ ଭଗବାନଙ୍କୁ ମୁଁ ବି ଡାକୁଛି। ଆଜିକାର ନୀତିବାଣୀରେ ଆମେ ଏଇ ଶିକ୍ଷା ଲାଭ କରିବା, ଇଏ ସଂସାରରେ ମନୁଷ୍ୟମାନେ କେତେବେଳେ ଜାଣିପାରୁନାହାନ୍ତି ଯେ ମୋର ମୃତ୍ୟୁ ହେବ ବୋଲି। କିନ୍ତୁ ମୃତ୍ୟୁ ତା ଆଗରେ ଦଣ୍ଡାୟମାନ ହୋଇ ଠିଆ ହେଇଛି ବୋଲି ସେ ଜାଣିପାରୁନି।
जो दिन ये संसार मध्य मनुष्य मृत्यु को भय करिवो एवं मो आगरे मृत्यु दंडायमान होइछि बोली जानि परिबो सेई दिन से भगवान को स्मरण करिवो एवं पितामातांकर सेवा करिवो गुरु गुरुजन मानकर सेवा करिवो साधु संत मानकर सेवा करी से मानकर आशीर्वाद लाभ करिवो किंतु जे पर्यंत मनुष्य जानी पारुनी मोर मृत्यु अनिर्वार्य बोली से पर्यंत से पाप करिबारे लागे। एई थला मोर नीतिबाणी रो निर्जास कथा। आपण मानकु जदि मो नीतिबाणी भल लागितिबो एवं श्रवण करिथिबे आपणक जीवन धन्य होई जिवो एवं वैकुंठपुर लाभ करिवे। आजिकार अनुचिंता घरे केतेबेले कुला आउ छांचुणी पहरा को एकाठी रखिबेनी आज्ञा घरे कलह सृष्टि हम कुला आउ छांचुणी मुठा को केतेबेले एकाठी रखिबेनी से घरे कलह सृष्टि हम। एतिकी कही मोर नीतिबाणी अनुचिंता को शेष करुची। प्रणाम। जय जगन्नाथ।